तो हेलो फ्रेंड्स, तो आज ମୁଁ କରିବି ପୋଇ ଘାଣ୍ଟ। ତ ଦେଖନ୍ତୁ କେମିତି କ'ଣ ପୋଇ ଘାଣ୍ଟ କରାହେଉଛି। ତ ବ୍ୟାଚଲର୍ ପିଲା ଭାଇ ପୋଇ ଘାଣ୍ଟ କେହି କରନ୍ତିନି, ପୋଇ ମୋଇ ଶାଗ ଜିନିଷ କିଛି କରନ୍ତିନି, କାହିଁକିନା ଛଡ଼ାଛଡ଼ି ଇଏ ସିଏ କାଟାକୁଟି ତ ଭାରି ବେଜାର କାମ। ତ ଆମ ରୁମ୍‌ର ଭାଇ ଯାହା କିଛି ଆସେ ମୁଁ କରିଦିଏ, କାହିଁକିନା ମୋର ବ୍ଲଗ୍ ବନେଇବା ମାନେ ମିନି ବ୍ଲଗ୍ ହେଇଯିବ। ସେଥିପାଇଁ ମୋତେ ଯାହା କିଛି ଦେବେ ମୁଁ ରୋଷେଇ କରିଦେବି। ତ ଚାଲନ୍ତୁ କଟାକଟି ସବୁ ଆରମ୍ଭ କରିବା। ତ ଆମ ରୁମ୍‌ମେଟ୍ ଯାଇଥିଲା ଗୋଟେ ମାର୍କେଟ୍ ପରିବା ଆଣିତେ, ତ ପୋକା ବାଇଗଣ ଧରିକି ପଳେଇ ଆସିଛି। ଚାଲ ସିଏ ଗୋଟେ ପିଲା ରହିଯାଆନ୍ତି, ତ ଯାହା କିଛି ପଠେଇବ ସିଏ କିଛି ଜାଣିନାହାନ୍ତି, ଧରିବେ ସିଧା ଚାଲିବେ, ବାଛିବା ନାହିଁ, ପୋକା କଣା କିଛି ଦେଖିବେନି। ତ ଏବେ ପିଆଜ କାଟୁ କାଟୁ ମୋ ଆଖିରେ ଦୁଇଟା ଲେମ୍ବୁ ଟୋପା ଖସି ପଡ଼ିଲା। ତ ପିଆଜ କାଟିଲେ ଆଖି କ'ଣ ପାଇଁ ପୋଡ଼େ ଜାଣିଛନ୍ତି? ୟାର ଗୋଟେ ଷ୍ଟୋରି ଅଛି। ତ ଇଏ ଷ୍ଟୋରି ହେଉଛି, ତ ବାଇଗଣ ଆଉ ଟମାଟୋ ପିଆଜ ଏ ତିନି ସାଙ୍ଗ ଥିଲେ। ତ ବାଟରେ କଥାବାର୍ତ୍ତା ହେଇକି ଯାଉ ଯାଉ ତ ଗୋଟେ ଟ୍ରକ୍ ଆସିକି ଟମାଟୋ ଉପରେ ଚଢ଼େଇ ଦେଲା। ତ ଟମାଟୋ ସେଇଠୁ ମରିଗଲା। ତ ବାଇଗଣ ପିଆଜ ପୁଣି କାନ୍ଦି କାନ୍ଦିଆ ବାଟରେ ଯାଉ ଯାଉ ବାଇଗଣ ଶାଳାଟି ତାର ଗଡ଼ିକି ତଳେ ନଈରେ ଯାଇକି ପଡ଼ିଗଲା। ତ ନଈରେ ଯେତେବେଳେ ପଡ଼ିକି ସିଏ ମରିଗଲା, ତ ଏ ପିଆଜ ଏକା ହେଇଗଲା। ପିଆଜ ତ କାନ୍ଦି କାନ୍ଦି ଏକା ଯାଉ ଯାଉ ତ ଭଗବାନଙ୍କୁ ଡାକିଲା, କହିଲା ମୋ ସାଙ୍ଗ ପାଇଁ ମୁଁ କାନ୍ଦିନି, ତ ମୁଁ ମରିଗଲେ ମୋ ପାଇଁ କିଏ କାନ୍ଦିବ? ସେଠୁ ତାକୁ ଭଗବାନ ମାନେ ଆଶୀର୍ବାଦ ଦେଲେ, କହିଲେ ତୋତେ ଯିଏ ବି ମାରିବ ମାନେ ତା ଆଖିରୁ ଲୁହ ଗଡ଼ିବ, ମାନେ ସିଏ କାନ୍ଦିବ ତୋ ପାଇଁ ଆଉ। ତ ଠିକ୍ କହିଲି କି ଭୁଲ କହିଲି କମେଣ୍ଟ ମାଧ୍ୟମରେ ଜଣେଇବେ। ତ ସେଥିପାଇଁ ଯିଏ ବି ପିଆଜ କାଟେ ତା ଆଖିରେ ଲୁହ ଗଡ଼େ। ତ ସାଙ୍ଗମାନେ କିଆ କହିଛି ତ ଆଜି